ଆଜିର ଓଡ଼ିଆ ଭାଷା ସାହିତ୍ୟ ଭର୍ଚୁଆଲ କ୍ଲାସରେ ସମସ୍ତଙ୍କୁ ସ୍ୱାଗତ। ଆଜିର ଆମର ଆଲୋଚ୍ୟ ପ୍ରସଙ୍ଗ ହେଉଛି ମାଟିର ମଣିଷ। ତ ପିଲାମାନେ ଆମେ ଜାଣିଥିଲା ପୁରାତନ କାଳରେ ଆମେ କ'ଣ କରୁଥିଲା? ପ୍ରଥମେ ଆମେ ଜମିରେ ହଲ କରୁଥିଲା, ତାପରେ ଆମେ ହଲ କରିକି ଆମେ ଧାନ ଯୋଗାଉଥିଲା। ଧାନ ଯୋଗାଇ ଧାନକୁ କାଟି ତାକୁ ମୁଣ୍ଡରେ ବୋହି ନେଇ ତାକୁ ଆମେ ଗୋଟିଏ ପଡ଼ିଆରେ ଆମେ ଯୋଉଟା କି କହୁ ଖଲା ଆମ ଭାଷାରେ, ତ ସେଇଠାରେ ଆମେ କ'ଣ କରୁଥିଲା? ଆମ ଯୋଉ ମେସିନ୍ ଆଗ କାଳରେ ମେସିନ୍ ଥିଲା, ରୁଲର ଟାଇପର ଗୋଟେ ଗଛରେ ବନାଯାଏ ସେଇଟା, ତ ସେଇଥିରେ ଆମେ ଧାନକୁ ମଡ଼େଇ ଆମେ ସେଥିରୁ ଧାନ ଅମଳ କରୁଥିଲା। କିନ୍ତୁ ବର୍ତ୍ତମାନ କ'ଣ ହେଉଛି? ବର୍ତ୍ତମାନ ତୁମେମାନେ ଦେଖିପାରୁଛ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଆସିଯାଇଛି, ଯୋଉଟାକି ଆମେ କହୁଛୁ ହାର୍ଭେଷ୍ଟର। ହାର୍ଭେଷ୍ଟର ଦ୍ୱାରା ଆମେ କ'ଣ କରୁଛୁ? ସେଇ ଧାନକୁ ସଙ୍ଗେ ସଙ୍ଗେ ଧାନ କାଟି ସଙ୍ଗେ ସଙ୍ଗେ ଆମେ ଶସ୍ୟ ଅମଳ କରିପାରୁଛୁ, ଧାନ ଅମଳ କରିପାରୁଛୁ। ମଣିଷକୁ କୌଣସି ହାତ ଦେବାକୁ ପଡୁନାହିଁ। ତ ସେଇ ଯନ୍ତ୍ରପାତି ଦ୍ୱାରା ମଣିଷ ଯେତେ ସୁଖ ହେଇଛି ତାର ସେତେ ବିପଦଗାମୀ ମଧ୍ୟ ହୋଇଛି। ତ ସେ ଯନ୍ତ୍ରପାତି ଦ୍ୱାରା ମଣିଷ ଅଳସୁଆ ହୋଇଯାଉଛି ଏବଂ ନିଜର ସେଇ ମାଟିକୁ ଭୁଲି ଯାଉଛି, ମାଟିକୁ ସେ ଧ୍ୟାନ ଦେଉନାହିଁ। ତ ସେଇ ଯୋଉ ଯନ୍ତ୍ରପାତି ଉପରେ ମଣିଷ ବର୍ତ୍ତମାନ ଭରସା କରିଛି, ତ ସେଇ ଯନ୍ତ୍ରପାତି ଦ୍ୱାରା ଆମର କି କ୍ଷତି ହେଉଛି ଆମେ କବି ଏଠାରେ ବୁଝାଇଛନ୍ତି ଏ କବିତା ମାଧ୍ୟମରେ। ତ ଏବେ ଆମେ ଯିମା ପିଲାମାନେ ଆମର ସ୍ମାର୍ଟ ବୋର୍ଡ ନିକଟକୁ, ଆଉ ଆମେ ଆଲୋଚନା କରିବା ଆଜିର ପ୍ରସଙ୍ଗ ମାଟିର ମଣିଷ। ପିଲାମାନେ ଆଜିର ଆମର ଆଲୋଚ୍ୟ ପ୍ରସଙ୍ଗ ହେଉଛି ମାଟିର ମଣିଷ। ମୁଁ ସୁନୀଲ କୁମାର ବିଶ୍ୱାଳ, ସରକାରୀ ଉଚ୍ଚ ବିଦ୍ୟାଳୟ ମଙ୍ଗସପୁର। ତ ସର୍ବପ୍ରଥମେ ଆମେ ଯେତେବେଳେ ଗୋଟିଏ କଳାକୃତିକୁ ଦେଖିଥାଉ, ସେତେବେଳେ ଆମେ ଚାହିଁଥାଉ ଯେ ସେଇ କଳାକୃତିର କାରିଗର କିଏ। ଠିକ ସେହିପରି ଯଦି ଗୋଟିଏ ଆମେ କବିତାଟେ ପଢିବା, ତ ସେ କବିତାଟେ ପଢିବା ଆଗରୁ ଆମକୁ ଜାଣିବାକୁ ହବ ସେଇ କବିତାର କବି କିଏ, କାହାର କରକଲମରୁ, କାହାର ଲେଖନୀ ମୁନରୁ ଝରି ଆସିଛି ଏହି କବିତା। ତ ଆମେ ଯିବା ସେହି କବିଙ୍କ ବିଷୟରେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ରାଧାମୋହନ ଗଡ଼ନାୟକ, ଯିଏକି ଲେଖିଛନ୍ତି ଆଜିର ଆମର ଏ ଆଲୋଚ୍ୟ ପ୍ରସଙ୍ଗ ମାଟିର ମଣିଷ। ସେ ଜଣେ ମାନବବାଦୀ କବି, ଯାହାଙ୍କର କି ଜନ୍ମ ହୋଇଥିଲା 1911 ମସିହା ଅଗଷ୍ଟ 15 ତାରିଖରେ। ଯାହାଙ୍କର ଜନ୍ମ ହୋଇଥିଲା 1911 ମସିହା ଅଗଷ୍ଟ 15 ତାରିଖରେ, 25 ତାରିଖରେ। ଏବଂ ସେ କଲଣ୍ଡାପାଲ ଗ୍ରାମ, ଅନୁଗୁଳ ଜିଲ୍ଲାର କଲଣ୍ଡାପାଲ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ଶ୍ରୀଯୁକ୍ତ ମହାଦେବ ଗଡ଼ନାୟକ ଏବଂ ତାଙ୍କର ମାତା ହେଉଛନ୍ତି ଶ୍ରୀମତୀ ଗୋଲକମଣି ଦେବୀ। ଏବଂ ସେ ତାଙ୍କର ଲେଖନୀ ଚାଳନା କରି ବହୁତ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କାବ୍ୟ କବିତା ରଚନା କରି ଶେଷରେ 2000 ମସିହା ଫେବୃଆରୀ 21 ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ଏକାଧାରରେ ଥିଲେ ଜଣେ ଗଦ୍ୟ ଲେଖକ, ଜଣେ ଗାଥା କବି, ଜଣେ ଅନୁବାଦକ। ସେହି ରାଧାମୋହନ ଗଡ଼ନାୟକ ଅନନ୍ୟ କୃତି ସୃଷ୍ଟି ସମ୍ଭାର ରଚନା କରିଥିଲେ, ଯୋଉଥିରେ କି ତାଙ୍କର ରଚନା ଗୁଡ଼ିକ ମଧ୍ୟରେ ଅଛି କାବ୍ୟନାୟିକା, ଉତ୍କଳିକା, କିଶୋରିକା, ଶାମୁକାର ସ୍ୱପ୍ନ, ପଶୁପକ୍ଷୀର କାବ୍ୟ, ସୂର୍ଯ୍ୟ ଓ ଅନ୍ଧକାର, ଦୀପଶିଖା, ଏହିପରି ଅନେକ ଗୁଡ଼ିଏ କାବ୍ୟ କବିତା ରଚନା କରିଥିଲେ। ତ ଆମେ ଯୋଉ ଆଜି ଆଲୋଚନା କରିବା ମାଟିର ମଣିଷ, এই ମାଟିର ମଣିଷ ତାଙ୍କ ଦ୍ୱାରା ରଚନା କରାଯାଇଥିବା କାବ୍ୟ ନାୟିକା ସଂକଳନରୁ, କାବ୍ୟ ନାୟିକା କବିତା ସଂକଳନରୁ ଆଜିର ଏଇ ମାଟିର ମଣିଷକୁ ଅଣାଯାଇଛି ଏବଂ ସେ କାବ୍ୟ ନାୟିକା ସଂକଳନରୁ ଏଇ ମାଟିର ମଣିଷକୁ ଅଣାଯାଇଛି, ଯୋଉଟା କି ଆମେ ଆଲୋଚନା କରିବା। ପିଲାମାନେ ସେ ସୂର୍ଯ୍ୟ ଅନ୍ଧକାର ପାଇଁ 1975ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ସେ ପୁରସ୍କୃତ ହୋଇଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କିଏ? ସେହି ରାଧାମୋହନ ଗଡ଼ନାୟକ।
ଏବଂ ସେ 1990 ପଦ୍ମଶ୍ରୀ ଉପାଧି ମଧ୍ୟ ପାଇଥିଲେ। ପଦ୍ମଶ୍ରୀରେ ତାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସେହି ରାଧାମୋହନ ଗଡ଼ନାୟକ ଶତାବ୍ଦୀ ପୁରୁଷ ପୁରସ୍କାର ମଧ୍ୟ ପାଇଥିଲେ। ଯେଉଁ ଶତାବ୍ଦୀ ପୁରୁଷ ପୁରସ୍କାର ଦେଇଥିଲେ ସାରଳା ସାହିତ୍ୟ ସଂସଦ। ସାରଳା ସାହିତ୍ୟ ସଂସଦ ଦ୍ୱାରା ସେ ଶତାବ୍ଦୀ ପୁରୁଷ ପୁରସ୍କାର ପାଇଥିଲେ ଏବଂ ସେ ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଅନନ୍ୟ ପ୍ରତିଭା ଦେଖାଇଥିଲେ ଏହି ଓଡ଼ିଆ କାବ୍ୟ କବିତା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ। ଜଣେ ମହାନ କବି, ଜଣେ ମହାନ ଲେଖକ ଥିଲେ ଆମର ରାଧାମୋହନ ଗଡ଼ନାୟକ। ତ ତାଙ୍କର ଆଲୋଚ୍ୟ ବିଷୟ ଆମେ ଆଲୋଚନା କରିବା ଏ ମାଟିର ମଣିଷ। ତ ମାଟିର ମଣିଷ ଆମେ ଆଲୋଚନା କରିବା ପୂର୍ବରୁ ଏଇ ମାଟିର ମଣିଷରେ ସେ ମାନବବାଦୀ କବି ରାଧାମୋହନ ଗଡ଼ନାୟକ ଯେତେବେଳେ ପରାଧୀନ ଭାରତରେ ବିଦେଶୀ ଶାସନ ଏବଂ ଶିଳ୍ପ ବିପ୍ଳବ ଦ୍ୱାରା ସଭ୍ୟତାର ବିକାଶ ଫଳରେ ସରଳ ମାନବ ତାର ମାଟି ମାକୁ ଛାଡ଼ି ଯନ୍ତ୍ର ମୋହିନୀ ମାୟାରେ ମୋହିତ ହୋଇଯାଇଛି ଓ ଗ୍ରାମର ପ୍ରାକୃତିକ ପରିବେଶ ଛାଡ଼ି ସେ ସହରାଭିମୁଖୀ ହୋଇଯାଇଛି। ପ୍ରକୃତିକୁ ଛାଡ଼ି ସେ ଯନ୍ତ୍ରମନସ୍କ ହୋଇପଡ଼ିଛି ଏବଂ ସେ ନିଜ ପଲ୍ଲୀ ମାଟିକୁ ଛାଡ଼ି ଦେଇ ସେ ସହରାଭିମୁଖୀ ହେଇ ସେ କଳକାରଖାନାରେ ଯନ୍ତ୍ରପାତିରେ ଧ୍ୟାନ ଦେଇ ସେ ତାର ଜୀବନ ଅତିବାହିତ କରୁଛି। ତେଣୁ ସେଥିପାଇଁ ମନୁଷ୍ୟକୁ ସଚେତନ କରିବା ପାଇଁ କବି ରାଧାମୋହନ ଗଡ଼ନାୟକ ମଣିଷକୁ ମାଟି ମନସ୍ଥ କରାଇବା ପାଇଁ ଏହି କବିତା ମାଧ୍ୟମରେ, ଏହି ମାଟିର ମଣିଷ କବିତା ମାଧ୍ୟମରେ ମାଟିର ମଣିଷକୁ ଆହ୍ୱାନ ଦେଇଛନ୍ତି, ମାନବ ସମାଜକୁ ଆହ୍ୱାନ ଦେଇଛନ୍ତି। ତ ଏବେ ଆମେ ଯିବା ଆଲୋଚନା କରିବା ଏବେ ଆମେ ଯନ୍ତ୍ର ତତେ କି ମନ୍ତ୍ର ଦେଇଛି ମାଟିର ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ, ମଥା ତୋଲି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି, ଛିଡ଼ା ହୋଇଅଛି ଚାରି ପାଶେ ତାର ଲୁହାର ଫୌଜ ଧରି, ଗର୍ଜି ଉଠୁଛି ଥରେ ଥରେ ପୁଣି ଭୀମ ଭୈରବର ବେ, ନିଶ୍ୱାସ ଧୂମ ଉଚ୍ଛ୍ୱାସ ତାର ଛାଡ଼ଇ ମୌନ ନଭେ, ଦେଖି ପାରୁନୁ କି ତୁରେ, ଦେଖି ପାରୁନୁ କି ତୁରେ, ଚିହ୍ନି ପାରୁନୁ ବହ୍ନେ ଶିଖା ଯେ ଚଲୁଛି ତାହାର ମୂଲେ। ପିଲାମାନେ, ଏଠାରେ ମାନବବାଦୀ କବି ରାଧାମୋହନ ଗଡ଼ନାୟକ କହିଛନ୍ତି ଯନ୍ତ୍ର ତତେ କି ମନ୍ତ୍ର ଦେଇଛି ମାଟିର ମଣିଷ ଆରେ। ତ ହେ ମଣିଷ ସମାଜ, ହେ ମଣିଷ, ଆଜି ତତେ ଯୋଉ ଏଇ ଯନ୍ତ୍ର କି ମନ୍ତ୍ର ଦେଇଛି, ତତେ କି ମନ୍ତ୍ର ଦେଇଛି ଯେ ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ। ମୁଗ୍ଧ ତୋହର ଚିତ୍ତ ଗହନେ, ମୁଗ୍ଧର ଅର୍ଥ ମୋହିତ, ମୁଗ୍ଧର ଅର୍ଥ ମୋହିତ। ମୁଗ୍ଧ ତୋହର ଚିତ୍ତ, ଚିତ୍ତର ଅର୍ଥ ହଉଛି ମନ, ଚିତ୍ତର ଅର୍ଥ ହଉଛି ମନ, ବାରେର ଅର୍ଥ ହଉଛି ଥରେ। ତ ଏଠାରେ କବି କହିଛନ୍ତି, ଦେଖ ଏଠାରେ ଲେଖା ହେଇଛି ପିଲାମାନେ, ତୁମେ ଏଠାରେ ଟିକେ ଟିକେ ଲେଖି ନେଉଥିବ ତାର କଠିନ ଶବ୍ଦାର୍ଥ ଗୁଡ଼ିକ, ଯୋଉ ମୁଗ୍ଧର ଅର୍ଥ ମୋହିତ, ଚିତ୍ତର ଅର୍ଥ ମନ, ବାରେର ଅର୍ଥ ଥରେ। ତ ଏଠାରେ କବି କହୁଛନ୍ତି, ହେ ମଣିଷ, ଯନ୍ତ୍ର ତତେ କି ମନ୍ତ୍ର ଦେଇଛି, ଯନ୍ତ୍ର ତତେ କି ମନ୍ତ୍ର ଦେଇଛି, କି ମୋହିନୀ ଦେଇଛି, ଯୋଉଠାରେ ତୁ ଖାଲି ସେଇ ଯନ୍ତ୍ରପାତି ପଛରେ ଗୋଡ଼ାଇ ବସିଛୁ। କଣ ଦେଇଛି ସେ ଯନ୍ତ୍ର, କି ମନ୍ତ୍ର ତୋତେ ଦେଇଛି ଯେ ତୁ ଥରେ ବି ଚିନ୍ତା କରିପାରୁନାହୁଁ ସେ ମାଟି ମାକୁ, ତୁ ଚିନ୍ତା କରିପାରୁନାହୁଁ ଯେ ମାଟି ମାକୁ ଛାଡ଼ି ତୁ ସେ ଯନ୍ତ୍ର ପଛରେ ଗୋଡ଼ାଉଛୁ। ତୋର ମନ ପ୍ରାଣ ସବୁ ସେ ଯନ୍ତ୍ରକୁ ତୁ ଦେଇଛୁ, ମୁଗ୍ଧ କରିଦେଇଛି ସେଇ ମନ୍ତ୍ର। ତୋତେ କି ମନ୍ତ୍ର ଦେଇଛି? ପୁଣି କହିଛନ୍ତି କଣ, ମଥା ତୋଲି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି, ଛିଡ଼ା ହୋଇଅଛି ଚାରି ପାଶେ ତାର ଲୁହାର ଫୌଜ ଧରି। କହିଛନ୍ତି, ଏ ମଣିଷ, ତୁ ଜାଣିନୁ ଯେଉଁ ଯନ୍ତ୍ର ତତେ ଆଜି ବିମୋହିତ କରିଦେଇଛି, ମାୟା ଜାଲରେ ଛନ୍ଦି ଦେଇଛି, ଯଦ୍ୱାରା ତୁ ଆଜିର ମାଟିକୁ, ତୋ ମାଟି ମାକୁ, ଯୋଉଠାରୁ ତୁ ଛୋଟରୁ ବଡ଼ ହେଇଛୁ, ଯୋଉଠାରୁ ତୁ ମୁଠେ ଖାଇବାକୁ ପାଉଛୁ, ଯୋଉଠାରୁ ତୁ ପିଇବାକୁ ପାଉଛୁ, ସେହି ମାଟି ମାକୁ ତୁ ଛାଡ଼ି ଯନ୍ତ୍ର ପଛରେ ଗୋଡ଼ାଇଛୁ। ଜାଣିଛୁ ସେଇ ଯନ୍ତ୍ର କଣ କରୁଛି?
କଣ କରୁଛି ସେ ଯନ୍ତ୍ର ମଥା ତୋଲି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି ମଥା ଟେକି ମଥାର ଅର୍ଥ ମସ୍ତକ ମୁଣ୍ଡ ତା ମଥା ତୋଲି ତା ମୁଣ୍ଡ ଟେକି ସେଇ ଯନ୍ତ୍ର ସଦା ରୁଦ୍ର ରୁଦ୍ରର ଅର୍ଥ ପିଲାମାନେ ଭୟଙ୍କର ଆଉ ଦାନବର ଅର୍ଥ ହେଉଛି ରାକ୍ଷାସ ନାଇଁ ଏଟା ଲେଖା ହେଇଛି ଟିକେ ଟିକେ ତୁମେ ବି ଲେଖି ନେଉଥିବ ତ ମଥା ଟେକି ମସ୍ତକ ଟେକି ସେଇ ଯନ୍ତ୍ର କଣ କରୁଛି ଜାଣିଛୁ ମସ୍ତକ ଟେକି ରୁଦ୍ର ଅର୍ଥ ଭୟଙ୍କର ଦାନବର ଅର୍ଥ ରାକ୍ଷାସ ତ ସେଇ ଯନ୍ତ୍ର ତାର ମୁଣ୍ଡ ଟେକି ସଦା ସର୍ବଦା ରାକ୍ଷାସ ଭୟଙ୍କର ରାକ୍ଷାସ ପରି ସେ ଛିଡା ହୋଇଅଛି କେମିତି ଛିଡା ହୋଇଅଛି ଚାରିପାଶେ ତାର ଲୁହାର ଫୌଜ ଧରି ସେ ଲୁହାର ଫୌଜ କହିଲେ ପିଲାମାନେ ସେଇ ଯନ୍ତ୍ରର ଯୋଉ କଳକାରଖାନାର ଯୋଉ ଯନ୍ତ୍ରାଂଶ ଗୁଡ଼ିକ ଯୋଉ ଯନ୍ତ୍ରପାତି ଗୁଡ଼ିକ ସେଇଟାକୁ ଏଠାରେ ଲୁହାର ଫୌଜ ବୋଲି କବି ବର୍ଣ୍ଣନା କରିଛନ୍ତି ଫୌଜର ଅର୍ଥ ହେଉଛି ସୈନ୍ୟ ସାମନ୍ତ ଯୋଉଟା କି ତ ଲୁହାର ଫୌଜ ସେ କଳକାରଖାନାର ଯନ୍ତ୍ରପାତିକୁ ଏଠାରେ କବି ଲୁହାର ଫୌଜ ବୋଲି କହିଛନ୍ତି ତ ସେ କହିଛି ସେହି ଯନ୍ତ୍ର ଯାହା ପଛରେ ତୁ ଗୋଡାଇ ଅଛୁ ଯିଏ ତୋତେ ମୁଗ୍ଧ କରିଦେଇଛି ସେହି ଯନ୍ତ୍ର ସଦା ସର୍ବଦା ରାକ୍ଷାସ ପରି ଭୟଙ୍କର ରାକ୍ଷାସ ପରି ସେ ଛିଡା ହୋଇଅଛି କେମିତି ଛିଡା ହୋଇଅଛି ସେ ତାର ଯନ୍ତ୍ରାଂଶ ରୂପକ ସେଇ ଯନ୍ତ୍ରାଂଶ ରୂପକ ସେ କଲକବ୍ଜା ଜନିତ ସେଇ ଲୁହାର କଲକବ୍ଜା ରୂପକ ସୈନ୍ୟ ସାମନ୍ତକୁ ଧରି ସେ ଛିଡା ହୋଇଅଛି ଏଠାରେ ସୈନ୍ୟ ସାମନ୍ତ କହିଲେ ଲୁହାର କଲକବ୍ଜା ଲୁହାର ଯନ୍ତ୍ରାଂଶ ଗୁଡ଼ିକ କଳକାରଖାନାରେ ଯୋଉ ବିଭିନ୍ନ କଣ ଥାଏ ଯୋଉ ବିଭିନ୍ନ ଯନ୍ତ୍ରପାତି ବିଭିନ୍ନ ଯନ୍ତ୍ରାଂଶ ଥାଏ ନା ତାକୁ ଏଠାରେ ଲୁହାର ଫୌଜ ଭାବରେ ବର୍ଣ୍ଣନା କରିଛନ୍ତି କବି ପୁଣି କହିଛନ୍ତି ଗର୍ଜି ଉଠୁଛି ଥରେ ଥରେ ପୁଣି ଭୀମ ଭୈରବ ରବେ ନିଶ୍ୱାସ ଧୂମ ଉଚ୍ଛ୍ୱାସ ତାର ଛାଡ଼ଇ ମୌନ ରବେ ଏ ମଣିଷ ପୁଣି କେମିତି କରୁଛି ସେଇ କଳକାରଖାନା ସେଇ ଯନ୍ତ୍ର ସେଇ ଯୋଉ ଯନ୍ତ୍ରରେ ବିମୋହିତ ହୋଇଯାଇଛୁ ସେଇ ଯନ୍ତ୍ରପାତି କଣ କରୁଛି ସେଇ ଯନ୍ତ୍ର କଣ କରୁଛି ଗର୍ଜି ଉଠୁଛି ଥରେ ଥରେ ପୁଣି ଭୀମ ଭୈରବ ରବେ ତ ଗର୍ଜି ଉଠୁଛି ଗର୍ଜନ କରୁଛି ଭୀମର ଅର୍ଥ ଭୟଙ୍କର ଭୈରବର ଅର୍ଥ ଭୀଷଣ ରବର ଅର୍ଥ ଶବ୍ଦ କଣ କରୁଛି ସେ କେମିତି ଗର୍ଜୁଛି ସେ କଳକାରଖାନା ସେ ଯନ୍ତ୍ର କେମିତି ଗର୍ଜୁଛି ଭୀମ ଯେପରି ଭୟଙ୍କର ଭୀଷଣ ଶବ୍ଦ କରେ ଠିକ ଭୀମଙ୍କ ପରି ସେ ଭୟଙ୍କର ଭୀଷଣ ଶବ୍ଦ କରି ସେଇ କଳକାରଖାନା ସେଇ ଯନ୍ତ୍ରପାତି ସେଇ ଯନ୍ତ୍ରାଂଶ ସେଇ ଯନ୍ତ୍ର ଗର୍ଜି ଉଠୁଛି ଏବଂ କଣ କରୁଛି ନିଶ୍ୱାସ ଧୂମ ଉଚ୍ଛ୍ୱାସ ତାର ଛାଡ଼ଇ ମୌନ ନାରେ ନିଶ୍ୱାସ ଧୂମ ତାର ନିଶ୍ୱାସ ଛାଡୁଛି ଆମେ ଯେପରି ନିଶ୍ୱାସ ଛାଡିଥାଉ ଠିକ ସେପରି ସେ ନିଶ୍ୱାସ ଭାବରେ କାହାକୁ ଛାଡୁଛି ଆମେ ନିଶ୍ୱାସ ଭାବରେ ଯେପରି ଆମ କଣ ନିଶ୍ୱାସ ଛାଡିଥାଉ ସେଇ ଯନ୍ତ୍ର ନିଶ୍ୱାସ ଭାବରେ ସେ ଧୂଆଁକୁ ଛାଡୁଛି ନିଶ୍ୱାସ ଧୂମ ଉଚ୍ଛ୍ୱାସ ଏଟା ଅଛି ଧୂମର ଅର୍ଥ ଧୂଆଁ ଉଚ୍ଛ୍ୱାସର ଅର୍ଥ ଦୀର୍ଘ ନିଶ୍ୱାସ ମୌନର ଅର୍ଥ ଚୁପଚାପ ହୋଇ ଏବଂ ନଭେର ଅର୍ଥ ଆକାଶରେ ଏଠାରେ କେମିତି ନିଶ୍ୱାସ ସେ ଧୂଆଁକୁ କଣ ନିଶ୍ୱାସ ଭାବରେ ଛାଡୁଛି ଦୀର୍ଘ ନିଶ୍ୱାସ ମାରିକି ଉଚ୍ଛ୍ୱାସ ଦୀର୍ଘ ନିଶ୍ୱାସ ମାରିକି ସେ ଧୂଆଁକୁ ନିଶ୍ୱାସ ଛାଡୁଛି କିଭଳି ଚୁପଚାପ ଭାବେ ସେ ଆକାଶକୁ ସେ ଯନ୍ତ୍ର ଧୂଆଁ ଛାଡୁଛି ଦୀର୍ଘ ନିଶ୍ୱାସ ଭାବରେ ତୁ ଏହାକୁ କଣ ଦେଖିପାରୁନୁ ଏ ମଣିଷ ତୁ ଏହାକୁ କଣ ତୁ ଦେଖିପାରୁନୁ ଚିହ୍ନି ପାରୁନୁ ବନ୍ୟ ଶିଖା ଯେ ଜଳୁଛି ତାହାର ମୂଳେ ତୁ ଟିକେ ଜାଣିପାରୁନୁ ବନ୍ୟର ଅର୍ଥ ହଉଛି ପିଲେ ନିଆଁ ଗହନର ଅର୍ଥ ହଉଛି ଦୁର୍ଗମ ଅଞ୍ଚଳ ନାଇଁ ତ ତୁ କଣ ଚିହ୍ନି ପାରୁନୁ ଯେତେବେଳେ ସେ ଧୂଆଁ ଦୀର୍ଘ ନିଶ୍ୱାସ ଭାବରେ ଛାଡୁଛି ସେ ଆକାଶକୁ ଚୁପଚାପ ଯେତେବେଳେ ସେଇ ଯନ୍ତ୍ର ଦୀର୍ଘ ନିଶ୍ୱାସ ଭାବରେ ସେ ଧୂଆଁକୁ ଯେତେବେଳେ ସେ ନିଶ୍ୱାସ ଭାବରେ ଛାଡୁଛି ତୁ କଣ ତାକୁ ଦେଖିପାରୁନୁ ତା ଦ୍ୱାରା ଆମର କେତେ କ୍ଷତି ହଉଛି ତୁ କଣ ଚିହ୍ନି ପାରୁନୁ ଯୋଉ ତାହାରି ମୂଳେ ଯୋଉ ଯନ୍ତ୍ର ସେ କଳକାରଖାନାର ମୂଳେ ଯୋଉ ନିଆଁ ଜଳୁଛି ସେ ନିଆଁକୁ ତୁ ଚିହ୍ନି ପାରୁନୁ ସେ ବନ୍ୟ ଶିଖା କେତେ ଯେ ଭୟଙ୍କର ଏବଂ ସେଥିରୁ ବାହାରୁଥିବା ନିର୍ଗତ ହେଉଥିବା ସେ ଧୂଆଁ ଯେ ଏଇ ଆମ ମଣିଷ ପ୍ରତି କେତେ ଭୟଙ୍କର ତା ପଛରେ ତୁ ଗୋଡାଇ ବସିଛୁ ନିଜ ମାଟି ମାକୁ ଛାଡିକି ଏହା କହିଛନ୍ତି କବି ରାଧାମୋହନ ଗଡନାୟକ ତ ଏଠାରେ ପୁଣି ଆମେ ଯିବା ପରବର୍ତ୍ତୀ ପଦକୁ ବୁଝିପାରିଲ ପୁରା ମାନେ ଆମେ ଗୋଟେ ବାକ୍ୟରେ ଯଦି ଆମେ ସଂକ୍ଷିପ୍ତରେ କହିବାକୁ ଗଲେ ଏଠାରେ କବି କହିଛନ୍ତି ଯନ୍ତ୍ର ଏ ମଣିଷ ଯନ୍ତ୍ର ତତେ କି ମନ୍ତ୍ର ଦେଇଛି ଯେ ତୁ ଯନ୍ତ୍ରର
ପଛରେ ତୁ ଗୋଡାଇ ବସୁଛୁ, ମୁଗ୍ଧ ହୋଇଯାଇଛୁ। ସେଇ ଯନ୍ତ୍ରକୁ ତୁ ଜାଣିନୁ। ସେଇ ଯନ୍ତ୍ର ମଥା ତୋଲି କଣ କରୁଛି, ରୁଦ୍ର ଦାନବ ପରି ରାକ୍ଷସ ପରି ସେ ଛିଡା ହୋଇଅଛି ତାର ଯନ୍ତ୍ରପାତି ରୂପକ ଫୌଜକୁ ଧରି, ସୈନ୍ୟ ସାମନ୍ତ ଧରି। ଏବଂ ପୁଣି ବେଲେ ବେଲେ ସେ ଭୀମଙ୍କ ପରି ଗର୍ଜନ କରି ଉଠୁଛି, ଭୟଙ୍କର ଶବ୍ଦରେ ସେ ଗର୍ଜନ କରି, ଭୀଷଣ ଶବ୍ଦରେ ସେ ଗର୍ଜନ କରି ଉଠୁଛି। ଏବଂ ସେଇ ଆକାଶକୁ କଣ, ସେ ସ୍ୱଚ୍ଛ ନିର୍ମଳ ଆକାଶକୁ ସେ କଣ ନିଶ୍ୱାସ ଭାବରେ ତାର ଧୂଆଁକୁ ଛାଡୁଛି। ତୁ କଣ ଏହାକୁ ଦେଖିପାରୁନୁ? ଏବଂ ଯୋଉ ତାହାର କଳକାରଖାନାର ମୂଳେ ଯୋଉ ନିଆଁ ଜଳୁଛି ତାକୁ କଣ ତୁ ଚିହ୍ନି ପାରୁନୁ ବୋଲି ଏଠାରେ କବି, ସେଇ ମାନବବାଦୀ କବି ମଣିଷକୁ ଚେତାବନୀ ଦେଇଛନ୍ତି। ତାପରେ ଯିବା ପରବର୍ତ୍ତୀ ପଦକୁ। ମଲିନା ଏ ମାଟି ତୋହରି ମାଟି, ଜୀବନ ଧାତ୍ରୀ ତୋର, ଉତ୍ଥାନେ ପଡି ରହିଛି ଦିବସ ରଜନୀ ସଞ୍ଜ ଭୋର। ବିପୁଳ ଏହାରି ସ୍ତନ୍ୟ ଦାନେରେ, ବିପୁଳ ଏହାରି ସ୍ନେହେ, ପୁଷ୍ଟ ହୋଇଛି ଅଙ୍ଗ ତୋହର, ବର୍ଣ୍ଣ ଫୁଟିଛି ଦେହେ। ଏ ତୋର ମାର ବକ୍ଷ ଉଛୁଲା, ଗଭୀର ସ୍ନେହ ଭୁଲି, କେଉଁ ପରି ଆଜି ଭରସା କରିଛୁ ଯନ୍ତ୍ର ଚିତାର ଚୁଲି। ଅନା ଅନା ଫେରି ଥରେ, ଅନା ଅନା ଫେରି ଥରେ, ଅନା ଅନା ତୋର ଦୃଷ୍ଟି ଫେରାଇ, ମଲିନ ଏ ମାଟି ପରେ। ଏଠାରେ କହିଛନ୍ତି, କବି କଣ କହିଛନ୍ତି, ମଲିନା ଏ ମାଟି ତୋହରି ମାଟି, ଜୀବନ ଧାତ୍ରୀ ତୋର। ମଲିନାର ଅର୍ଥ ମଇଳା, ଜୀବନ ଧାତ୍ରୀର ଅର୍ଥ ପିଲାମାନେ ଜୀବନର ଯେ ସେବାକାରୀ, ଧାତ୍ରୀ ଯେ ଧାଇ, ଯେ ଆମକୁ ସେବା କରିଥାଏ, ଯାହାଠାରେ ଆମେ ଲାଲନ ପାଲନ ହୋଇକି ଆମେ ବଢିଥାଉ, ଲାଲିତ ପାଲିତ ହୋଇଥାଉ। ତ ଯେଇ ମାଟି, ମଲିନା ଏ ମାଟି ତୋହରି ମାଟି, ଜୀବନ ଧାତ୍ରୀ ତୋର, ଉତ୍ଥାନେ ପଡି ରହିଛି ଦିବସ ରଜନୀ ସଞ୍ଜ ଭୋର। ଏ ମଣିଷ, ଯୋଉ ମାଟି ତତେ ଛୋଟରୁ ବଡ କରିଛି, ଯୋଉ ମାଟିରେ ତୁ ନାଚିଛୁ, ଗାଇଛୁ, ଡେଇଁଛୁ, ଖେଳିଛୁ, ଯୋଉ ମାଟିର ପାଣି ପିଇଛୁ, ଯୋଉ ମାଟିର ଫଳ ମୂଳ ଖାଇଛୁ, ଯୋଉ ମାଟି ତତେ ଲାଲନ ପାଲନ କରି ଛୋଟରୁ ବଡ କରିଛି, ସେଇ ମାଟି ଆଜି, ସେଇ ତୋହରି ମାଟି, ସେହି ତୋହରି ମାଟି ଆଜି କଣ ମଲିନା ହୋଇଯାଇଛି। କଣ ହୋଇଯାଇଛି? ମଲିନା ହୋଇଯାଇଛି, ମାନେ ମଇଳା ହୋଇଯାଇଛି ରେ ମଣିଷ। ସେହି ମାଟି ମଇଳା ହୋଇଯାଇଛି। ମଲିନ ଅର୍ଥ ମଇଳା। ଏବଂ ମଇଳା ହେଉଛି କେମିତି ହୋଇଛି? ଦିବସ, ଦିନ, ରଜନୀ, ସଞ୍ଜ ଭୋର। ରଜନୀ ରାତି, ଦିନ ରାତି, ସନ୍ଧ୍ୟା ସଞ୍ଜ, ସକାଳ, ସବୁବେଳେ ସେଇ ମାଟି ମଲିନ ହୋଇକି କଣ ଉପରକୁ ଚାହିଁ, ଉତ୍ଥାନର ଅର୍ଥ ଉର୍ଦ୍ଧ୍ୱ ମୁଖରେ ବା ଉପର ମୁହଁ। ଲେଖିନଥିବ ପିଲାମାନେ ଏଇ ଯୋଉ କଠିନ ଶବ୍ଦାର୍ଥ ଗୁଡିକ। ତ ଉତ୍ଥାନର ଅର୍ଥ ଉର୍ଦ୍ଧ୍ୱ ମୁଖରେ ବା ଉପର ମୁହାଁ ହୁଏ, ଉର୍ଦ୍ଧ୍ୱ ମୁଖରେ ବା ଉପର ମୁହାଁ ହୁଏ। ତ ସେହି ମାଟି, ଯୋଉ ମାଟି ତତେ ଛୋଟରୁ ବଡ କରିଛି, ଲାଲନ ପାଲନ କରିଛି, ସେହି ମାଟି ଆଜି ମଲିନା ହୋଇଯାଇଛି। ଏବଂ ମଲିନା ହୋଇକି, ମଇଳା ହୋଇକି ସେହି ମାଟି କଣ ଦିନ ରାତି, ସଞ୍ଜ ସକାଳ ଉପରକୁ ଚାହିଁ, ଉର୍ଦ୍ଧ୍ୱ ମୁଖକୁ ଚାହିଁ, ଉପର ମୁହାଁ ହୋଇ ସେ ପଡି ରହିଛି। ପୁଣି କହିଛନ୍ତି, କଣ କହିଛନ୍ତି ଦେଖିବା। ବିପୁଳ ଏହାରି ସ୍ତନ୍ୟ ଦାନେରେ, ବିପୁଳ ଏହାରି ସ୍ନେହେ, ପୁଷ୍ଟ ହୋଇଛି ଅଙ୍ଗ ତୋହର, ବର୍ଣ୍ଣ ଫୁଟିଛି ଦେହେ। ହେ ମଣିଷ, ବିପୁଳ ଏହାରି ସ୍ତନ୍ୟ ଦାନେରେ, ହେ ମଣିଷ, ଯୋଉ ମାଟିରେ ତୁ ଛୋଟରୁ ବଡ ହେଇଛୁ, ସେ ତତେ ସ୍ତନ୍ୟ ଦାନ ଦେଇ, ସ୍ତନ୍ୟ ଦାନ କରି, ତତେ ବିପୁଳ ସ୍ନେହ ଦେଇ, ତୋର ଅଙ୍ଗ ପ୍ରତ୍ୟଙ୍ଗକୁ ପରିପୁଷ୍ଟ କରିଛି, ହୃଷ୍ଟ ପୃଷ୍ଟ କରିଛି। ଏବଂ ତୋ ଦେହରେ ବର୍ଣ୍ଣ ଫୁଟାଇଛି, ତୋ ଦେହରେ ଗୋରା ରଙ୍ଗ ଆଣିଦେଇଛି, ତୋ ଦେହରେ ସତେଜ ବର୍ଣ୍ଣ ଫୁଟାଇଛି, ତତେ ସତେଜ କରିଦେଇଛି। ଏଠାରେ ପିଲାମାନେ ବିପୁଳ ସ୍ତନ୍ୟଦାନ, ଏଠାରେ ମାଟି ମା ଆମକୁ କିଭଳି କି ସ୍ତନ୍ୟଦାନ କରିଛି? ଏଠାରେ ଯୋଉ ତାର ନଦ ନଦୀ ଗୁଡାକ ଅଛନ୍ତି, ସେ ଯୋଉ ମାଟି ମା କଣ କରିଛି? ସେଇ ମାଟିରେ ଅନେକ ନଦ ନଦୀ ପ୍ରବାହିତ ହୋଇଯାଇଛନ୍ତି। ଏବଂ ସେହି ନଦ ନଦୀର ଯୋଉ ଜଳକୁ, ସେହି ନଦ ନଦୀର ଯୋଉ ନୀରକୁ ଆମେ ପାନ କରି, ସେଇ ଜଳକୁ ଯୋଉ ଆମେ ପିଇକି ଆମର ତୃଷା ମେଣ୍ଟାଉଅଛୁ ନାଇଁ, ତ ସେହିପରି ଭାବ ସେଇଟାକୁ କୁହାଯାଇଛି ଏଟେ ସ୍ତନ୍ୟ ଦାନ ବୋଲିକି। ତ ତାହାରି ସ୍ତନ୍ୟ ଦାନରେ ସେ କଣ କରି ସ୍ତନ୍ୟ ଦାନ କରିଛି ଏବଂ ତାହାର ବିପୁଳ ସ୍ନେହ ଦେଇଛି। ସେହି ମାଟି ଆମକୁ ସ୍ତନ୍ୟ ଦାନ କରିଛି ଏବଂ ଆମକୁ ବିପୁଳ ସ୍ନେହ ଦେଇଛି। ଆଉ କଣ କି ପୁଷ୍ଟ ହୋଇଛି ଅଙ୍ଗ ତହର, ବର୍ଣ୍ଣ ଫୁଟିଛି ଦେହେ। ଏବଂ ସେହି ମାଟିରେ ଯୋଉ ସୃଷ୍ଟି ଉଦ୍ଭିଦ ଜଗତ, ସେଇ ଉଦ୍ଭିଦ ଜଗତର ଯୋଉ ଫଳ ମୂଳ ଖାଇକି ତୁ ଆଜି ହୃଷ୍ଟ ପୃଷ୍ଟ ସେଇ ମାଟିରେ
से माटी जो अच्छी आमर विभिन्न शस्य अमल होगी से शस्य को खाई आज जो तू हृष्टपृष्ट होइचु सही माटी ही तो आज हृष्टपृष्ट करिछि एवं तो देहरे रंग फुटाइछि वर्ण फुटाइछि तो देहरे गोरापण आनी देइछि तो देहरे सतेज तोते सतेज कर देइछि पुणी कहते एतोह मार बक्ष उछुला गभीर स्नेह भूली क्यों परी आज भरोसा करिछु जंत्र चितार चुली हे मनीष तो एतोह मार बक्ष उछुला बक्ष उछुला बक्ष हूँ छाती बक्ष उछुला पिला माने बक्ष उछुला अर्थ एटारे कहिसंती कवि राधामोहन गणनायक जे जेई माटी मार एही तो मार जो बक्ष उछुला बक्ष उछाली माने से नद नदीर जो जलपान तो करूछु से नद नदी जो प्रवाहित होचंती जल जो जल प्रवाहित हो उछुली पड़ुची से उछुली बक्ष उछुलाई से नद नदी जल प्रवाहित करी से तोते तृषा मेंटा होची तोते स्तन्य दान देउची तो से जो एई तोर मार बक्ष उछुला जो से गभीर स्नेह जो तोते जलपान कराउची तोते जो माँ जपरी छुआ को क्षीर पान कराई तोते माटी मा तोते जो जलपान कराउची स्तन्यदान सदृश तो ताहार स्नेह को से गभीर स्नेह को तू भूली आज क्यों बोली भाव तू से जंत्र चितार चुली रे तू भरोसा करिचु एठार पिला माने चितार अर्थ होची मशाणी चुलारे सज्जित करी रखाइतिबा काठ जहा उपरे मृत शरीर को स्वाई दाह करा जाए तो से जंत्र चितार चुली जंत्र चितार अर्थ होची जंत्र जेते बेले जंत्र बा कलकारखाना जेते बेले चालू थाए सेठर जो माने तांकर जो जंत्र चितार चुली जो सेटारे विभिन्न अग्नि बन्नी जो जलुता आम पढ़ला विभिन्न धुआं छाड़ुताए तो से जंत्र चितार चुली रे आज तू क्यों भरोसा करिचु एटार कहउचंती कवि केते सुंदर भाव वर्णना पिला माने जे हे मनीष तो मार बक्ष उछुला जो गभीर स्नेह को तू भूली जो से नद नदी द्वारा जो प्रवाहित जल को तोते जो पियाउची ताहा को तो भूली स्तन्यपान कराउची स्तन्यपान सदृश जो माँ जपरी छुआ को स्तन्यपान कराई से माटी माँ जपरी मनीष तोते मध्य स्तन्यपान कराउची ताहार से गभीर स्नेह को तू भूली आज केहू भली भाव तू से जंत्र चितार चुली रे भरोसा करिचु टिके मध्य तू भाभी पारुनु रे मनीष ओना 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 फेरी थोरे तू टिके पछकू फेरी जा तू टिके पछकू फेरी की टिके ओना 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 तोर दृष्टि फेराई मलिन ए माटी परे तो जो माटी को तू छाड़ी आज सहराभिमुखी हो जाइछु जो माटी को तू छाड़ी आज पल्ली ग्राम छाड़ी सहर को चली जाई तू कलकारखाना रे नियोजित होई तू निजर माटी माँ को भूली जाउछु सही माटी आज से तू जो सहराभिमुखी हो जाऊँ से माटी माँ को छाड़ी पल्ली पल्ली जीवन छाड़ी से पल्लीर माटी माँ को छाड़ी तू जो सहराभिमुखी हो जाऊँ से आज तोर माटी मलिना हो जाए तो माटी को थोड़े दृष्टि फेराई तू से सहर जो चली जाए सहर पुणी दृष्टि फेराई से पल्ली जीवन को आसी तो माटी माँ को थोड़े दृष्टि फेराई तू टिके देखे कि भली से मलिना पड़ जाए तोर हाथ जो माटी रे लागू नहीं तू माटी माँ को तू जो कोड़ी कोदाल धरिकी हल लंगल धरिकी तू जेते बेले माटी माँ को चाष करने को जाऊ ना तो से माटी माँ से मलिन पड़ जाइए से माटी माँ को कहीं पचारू नहांती तेणु तू थोड़े शुण रे मनीष तू थोड़े सचेतन हो जा एवं अना तोर दृष्टि फेराई आण एवं ए माटी माँ ऊपर जो मलिना हो जाइए से माटी माँ ऊपर थोड़े तो दृष्टि पका एटा कहते कवि तो आम यहाँ संक्षिप्त मुझे बुझाई दूसरी पुणी तो एठारे कवि राधामोहन गणनायक कहते कौन कहते जे मलिना ए माटी तू जा तो हे मनीष तू जो माटी माँ पाखरे छोटरू बड़ हो छोटरू बड़ हो बढ़ीचु से माटी माँ कौन कर जानिछु से माटी माँ आज तोते छोटरू बड़ करिछि तो से माटी माँ आज मलिना पड़ जाइए मनीष से माटी माँ आज मलिन पड़ी से कौन कि ऊपर मुहा हो से दिन राति संज सकाल ऊपर को चाह रही से पड़ी रही से माटी माँ को कौन तू टिके पचारबुनि से माटी माँ को तू कौन भूली जाऊचु से माटी माँ कौन कर जानिचु विपुल स्तन्य दान करिछि विपुल स्नेह देइछि एवं तार जो फल फूल खाई तर अंग प्रत्यंग पुष्ट होइछि से माटी माँ तर देहरे वर्ण फुटाई एवं यही माँ जो बक्ष उछला गभीर स्नेह को तू भूली आज कौन करुचु तू आज जंत्र चितार कलकारखाना उपर तू निर्भर करुचु तेणु तू थरे जहाँ तू थरे अना
ତୁ ଥରେ ଚାହାଁରେ ମଣିଷ, ତୁ ଥରେ ତୋ ଯୋଉ ଆଡେ ତୁ ଗତି କରୁଛୁ ପଛକୁ ଥରେ ଅନାଇ ଦେଖ, ତୋର ଦୃଷ୍ଟି ଫେରାଇ ଆଣ ଯେ ଯୋଉ ମାଟି ମଲିନା ପଡିଯାଇଛି ସେଇ ମାଟିକୁ ପୁଣି ତୁ ଥରେ ଦୃଷ୍ଟି ଫେରାଇ ଆଣ, ସେ ମାଟିକୁ ପୁଣି ସେଇ ମଲିନାରେ ତୁ ସ୍ୱଚ୍ଛ କରିଦେ ବୋଲି ଏଠାରେ କବି ସଚେତନ କରୁଛନ୍ତି। ମାନବବାଦୀ କବି କାହାକୁ? ମଣିଷକୁ, ମଣିଷ ସମାଜକୁ। ମଣିଷ ଆଜି ଧୀରେ 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 ସହରାଭିମୁଖୀ ହୋଇଯାଉଛି ଏବଂ ପଲ୍ଲୀ ଗ୍ରାମ ଛାଡି ସହରାଭିମୁଖୀ ହୋଇଯାଉଛି, ଯଦ୍ୱାରା ପଲ୍ଲୀ ଗ୍ରାମରେ କଣ ହଉଛି, ପଲ୍ଲୀ ଗ୍ରାମରେ ଥିବା ଆମର ମାଟି ମା କୁ ଭୁଲି ଯାଉଛନ୍ତି, କେହି ଚାଷ କରୁନାହାନ୍ତି, କେହି ଶସ୍ୟ ଅମଳ କରୁନାହାନ୍ତି, ମାଟି ମା ସେମିତି ପଡି ରହିଛି। ଯଦ୍ୱାରା ମଣିଷ ଯନ୍ତ୍ରପାତି ଜ୍ଞାନ କୌଶଳ ଉପରେ ଧୀରେ ଧୀରେ ତାର ଶରୀର ଶକ୍ତି ମଧ୍ୟ କ୍ଷୁଣ୍ଣ ହେବାରେ ଲାଗିଛି। ଯେତେବେଳେ ଆମେ ନିଜେ କାମ କରିବା ଆମର ଶକ୍ତି ମଧ୍ୟ ଜାଗ୍ରତ ହୁଏ, ମାଟି ମା ପ୍ରତି ଆମେ ଆମର ଯଦି କର୍ତ୍ତବ୍ୟ କରୁ ଆମ ଶରୀରରେ ମଧ୍ୟ ଶକ୍ତି ଜାଗ୍ରତ। କିନ୍ତୁ ସବୁ ଜିନିଷ ଆମେ ଧୀରେ ଧୀରେ ଯନ୍ତ୍ରପାତି ଉପରେ ନିର୍ଭର କରି ଆମର କଣ କରିଛୁ, ଆମେ ନିଜକୁ ଦୁର୍ବଳ କରିଦେଉଛୁ। ଠିକ ଅଛି, ତାପରେ ପିଲାମାନେ ଆମେ ଯିବା ପରବର୍ତ୍ତୀ ପଦକୁ। କାନ୍ଦୁଛି ତୋର ମାଟିର ଲକ୍ଷ୍ମୀ, କାନ୍ଦୁଛି ତୋର ଘର, ରୁକ୍ଷ ଉରସେ ପଡ଼ି ରହିଅଛି କ୍ଷେତର ଜାତକ ତୋର। ସରଳ ତୋହର କାଲିର ଜୀବନ, ଭାବୁଅଛୁ କିରେ ସତେ, ଦଜା କରି ଟିକେ ଆଣୁଅଛୁ କିରେ ତୋହର ସ୍ମୃତି ପଥେ। ଜଳ ବର୍ଷିତ ହଲ କର୍ଷିତ ଜମିର ସୁର ବିଭାସ, ଘଡ଼ିକ ପାଇଁ କି ଅନ୍ତରେ ତୋର ଭରୁ ନାହିଁ ଉଲ୍ଲାସ। ସ୍ୱର୍ଣ୍ଣ ଧାନର ବିଭା, ସ୍ୱର୍ଣ୍ଣ ଧାନର ବିଭା, ଦଣ୍ଡକ ଲାଗିଛ ଚକ୍ଷେ ତୋହର ଦିଶି ଯାଉ ନାହିଁ କିବା। କହିଛନ୍ତି କବି ରାଧାମୋହନ ଗଡ଼ନାୟକ, କାନ୍ଦୁଛି ତୋହର ମାଟିର ଲକ୍ଷ୍ମୀ, କାନ୍ଦୁଛି ତୋର ଘର। ହେ ମଣିଷ, ଯୋଉ ମାଟିକୁ ତୁ ଆଜି ଛାଡ଼ି ଦେଇ ପଲ୍ଲୀ ଭୂମିକୁ ଛାଡ଼ି ତୁ ଆଜି ସହରାଭିମୁଖୀ ହୋଇଯାଇଛୁ, ସେଥିପାଇଁ ଯୋଉ ମାଟି ଆଜି ମଲିନା ପଡିଯାଇଛି, ସେହି ମାଟି ଯୋଉ ମାଟିରୁ ଆମେ ଲକ୍ଷ୍ମୀ ପାଇଥାଉ, ଧାନକୁ କୁହାଯାଏ ପିଲାମାନେ ଆମର ଲକ୍ଷ୍ମୀ ଆମେ କହିଥାଉ, ଆମେ ଯୋଉ ଧାନ ଶସ୍ୟ ଅମଳ କରିଥାଉ ଆମେ ତାକୁ ଲକ୍ଷ୍ମୀ କହିଥାଉ। ତ ଆମେ ସେହି ମାଟିରେ ହିଁ ଆମର ଶସ୍ୟ ଧାନ ଶସ୍ୟ ଆମେ ଆମର ସୁନାର ଫସଲ ଆମେ ଉଗାଇଥାଉ। ତ ସେ ସୁନାର ଫସଲ ସେଇ ମାଟିରୁ ଆମେ ଉଗାଇଥାଉ। ତ ମଣିଷ ଯେତେବେଳେ ସେଇ ମାଟିକୁ ଛାଡ଼ିକି ସେଠାରେ ଚାଷ କରୁନାହିଁ ଏବଂ ସେଇ ଯନ୍ତ୍ରାଂଶ ପଛରେ ଧାଇଁ ବସିଛି, ସେହି ମାଟି ମା, ସେହି ମାଟିର ଆମର ଲକ୍ଷ୍ମୀ, ଯୋଉଠାରୁ ଆମେ ଲକ୍ଷ୍ମୀ ପାଉଛୁ, ସେ ମାଟିର ଲକ୍ଷ୍ମୀ ଆଜି କାନ୍ଦୁଛି। ଯଦି ମାଟିର ଲକ୍ଷ୍ମୀ କାନ୍ଦିବ ନା, ନିଶ୍ଚିତ ଭାବରେ ଆମର ଘର ମଧ୍ୟ କାନ୍ଦିବ। ଆମେ କହୁନା ନାଇଁ, ଏବେ ଆମର ଆସିଲା ଧାନ ଅମଳ ସମୟ ଆସିଯାଇଛି, ଆମେ କଣ କରିଛୁ, ସମସ୍ତେ କଣ ଆମେ ବିଲରେ ଆମ କ୍ଷେତରେ ଆମେ ଧାନକୁ ଅମଳ କରି ସୁନାର ଫସଲକୁ ଆମେ ଅମଳ କରି ତାକୁ ଘରକୁ ନେଇ ଆସୁଛୁ, ଯଦ୍ୱାରା ଘର ମଧ୍ୟ ପରିପୂର୍ଣ୍ଣ ଦେଖାଯାଉଛି। ଲକ୍ଷ୍ମୀଙ୍କ ଦ୍ୱାରା ସେ ଘର ମଧ୍ୟ ପରିପୂର୍ଣ୍ଣ ଦେଖାଯାଉଛି। ତ ସେହି ମାଟିର ଲକ୍ଷ୍ମୀ ଯଦି କାନ୍ଦିବ, ଆମ ଘର ମଧ୍ୟ କାନ୍ଦିବ। ରେ ମଣିଷ, ତୁ ଶୁଣ, ଯୋଉ ମାଟିର ଲକ୍ଷ୍ମୀ ଆଜି କାନ୍ଦୁଛି, ସେ ତୁ ଯୋଉ ମଲିନା ପଡିଯାଇଛି, ତୁ ଯୋଉ ସେ ମାଟିକୁ ଦୃଷ୍ଟି ଦେଉନାହୁଁ, ତୁ ଯୋଉ ସେ ମାଟିକୁ ଚାଷ କରୁନାହୁଁ, ତେଣୁ ସେ ମାଟି ଆଜି ସେ ମାଟିର ଲକ୍ଷ୍ମୀ କାନ୍ଦି ପକାଉଛି, ସେ କାନ୍ଦୁଛି, ତେଣୁ ତୋର ଘର ମଧ୍ୟ କାନ୍ଦୁଛି। ଆଉ କେମିତି ଅଛି, ରୁକ୍ଷ ଉରସେ ପଡ଼ି ରହିଅଛି କ୍ଷେତର ଜାତକ ତୋର। ଏ ମଣିଷ, ରୁକ୍ଷର ଅର୍ଥ ପିଲାମାନେ ଶୁଷ୍କ, ଶୁଖି ଯାଇଥିବା ବା କର୍କଶ। ରୁକ୍ଷ, ଉରସରେ ଅର୍ଥ ବକ୍ଷ ବା ଛାତିରେ। ଯେତେବେଳେ ଜମି ଆମ କଣ ହୁଏ, ଜମି ଶୁଖିଯାଏ, ଶୁଷ୍କ ଉରସେ। ଆମେ ଯଦି ଚାଷ କରିବା, ଜମିକୁ ଆମେ କଣ ପାଣି ବଲାଇବା ବା ଆମେ କଣ ଜଳ ସେଚନ କରିବା, ତାହେଲେ ଜମିଟା କଣ ହବ, ଓଦାଲିଆ ରହିବ। ଯଦି ଆମେ ତାକୁ ଚାଷ କରିବା ନାହିଁ, ପାଣି ଦେବା ନାହିଁ, ଜମି କେମିତି ହେଇକି ଚିରା ଫାଟିକି ହେଇକି କର୍କଶ ହେଇକି ଶୁଖି ଯାଇକି ଶୁଷ୍କ ହେଇକି ଜମି ପଡିଥିବ। ତ ସେଥିପାଇଁ ଏଠାରେ କହିଛନ୍ତି କବି ଯେ କଣ ହେଇଛି, ସେଇ ମାଟିର ଲକ୍ଷ୍ମୀ କାନ୍ଦୁଛି ଏବଂ ତୋର ଘର ମଧ୍ୟ କାନ୍ଦୁଛି। କାହିଁକି, ରୁକ୍ଷ ଉରସେ ପଡ଼ି ରହିଅଛି କ୍ଷେତର ଜାତକ ତୋର। ଜାତକ ଅର୍ଥ ପିଲାମାନେ ଆମର ଯୋଉ ଜାତକ ଥାଏ ନା, ଜନ୍ମ ପତ୍ରିକା,
ଜାତକର ଅର୍ଥ ଜନ୍ମ ପତ୍ରିକା। ଦେଖୁଛ ଲେଖା ହେଇଛି ଏଠାରେ ଜାତକର ଅର୍ଥ ଜନ୍ମ ପତ୍ରିକା, ରୁକ୍ଷର ଅର୍ଥ ଶୁଖି ଯାଇଥିବା ବା କର୍କଶ। ଟିକେ ଲେଖି ନେଉଥିବ କଠିନ ଶବ୍ଦାର୍ଥ, ଠିକ ଅଛି। ଉରସର ଅର୍ଥ ବକ୍ଷରେ ବା ଛାତିରେ, ଏଟା ଛାତିରେ ଛାତିରେ ହେଲା। ତ ସେଇ ମାଟିର ଲକ୍ଷ୍ମୀ କାହିଁକି କାନ୍ଦୁଛି? କାହିଁକି ନା ରୁକ୍ଷ ଉରସେ, ସେହି ମାଟି ଶୁଖି ଯାଇଛି, ସେହି ମାଟି କର୍କଶ ହୋଇଯାଇଛି, ଯଦ୍ୱାରା ସେ କ୍ଷେତ୍ର ଆମ ବିଲର ଜାତକ ଜନ୍ମ ପତ୍ରିକା କଣ ପଡି ରହିଅଛି ସେହିପରି ଭାବରେ। କିଭଳି ଆମ ବିଲ ଆମ କ୍ଷେତ୍ର ଜନ୍ମ ପତ୍ରିକା, ଆମର ଜନ୍ମ ପତ୍ରିକା କହିଲେ ଆମେ ଜାଣୁ ଆମର ଯୋଉ ଗୋଟେ ଜାତକ ଥାଏ। ତ ଜମିର ଜାତକ କଣ? ମାଟି। ଆମର ଜମିର ଜାତକ ଯୋଉ କଣ ଚାଷ ଯଦି ନ ହବ ସେମିତି ଭାବରେ କଣ ତାର ମୂଲ୍ୟ ଅଛି? ହେଲା, ମୂଲ୍ୟ କିଛି ନାହିଁ। ତ ସେଇ ଯୋଉ ଚାଷ ଆଉ ନାହିଁ, ସେ ଜମି କର୍କଶ ରୂପରେ ପଡି ରହିଛି, ଶୁଷ୍କ ହୋଇକି ପଡି ରହିଛି, ତ ଶୁଖି ଯାଇଛି। ତ ସେଥିପାଇଁ ସେ କ୍ଷେତ୍ର ଜାତକ ମଧ୍ୟ ଠିକ ସେଠାରେ କବି କହୁଛନ୍ତି ଯେ ଜାତକ ତୋର ଜନ୍ମ ପତ୍ରିକା, ସେ ବିଲର ଆମ କ୍ଷେତ୍ର ଆମ ବିଲର ଜନ୍ମ ପତ୍ରିକା କେମିତି ଶୁଷ୍କ ହେଇ ପଡି ରହିଛି, ଶୁଷ୍କ ହେଇ କଣ କର୍କଶ ହୋଇ ପଡି ରହିଛି ବୋଲି ଏଠାରେ କବି କହୁଛନ୍ତି। ତେଣୁକରି ତୋର ସେ ମାଟିର ଲକ୍ଷ୍ମୀ କାନ୍ଦୁଛି ଏବଂ ତୋର ଘର ମଧ୍ୟ କାନ୍ଦୁଛି ରେ ମଣିଷ। ପୁଣି କଣ କହିଛନ୍ତି? ସରଲ ତୋହର କାଲିର ଜୀବନ ଭାବୁଅଛୁ କିରେ ସତେ, ଦଜା କରି ଟିକେ ଆଣୁଅଛୁ କିରେ ତୋହର ସ୍ମୃତି ପଥେ। ତ ତୁ କଣ ଭାବୁଛୁ ରେ ମଣିଷ ଯେ କାଲିର ଜୀବନ ତୁ ଯନ୍ତ୍ର ପଥରେ ଯୋଉ ଗୋଡାଇ ଗୋଡାଇ ଚାଲିଛୁ ଏବଂ ନିଜର ମାଟି ମାକୁ ଭୁଲି ଯାଉଛୁ, ଏବଂ ଯୋଉ ମାଟିରୁ ତୁ ଛୋଟରୁ ବଡ ହେଇଛୁ ତାକୁ ତୁ କଣ ଏଡାଇ ଦେଇ ତୁ ସେ ଯନ୍ତ୍ରର ମୋହିନୀ ମାୟାରେ ତୁ ସିକ୍ତ ହୋଇଯାଉ, ସେ ମୋହିନୀ ମାୟା ପଛେ ଦୌଡୁଛୁ। ତୁ କଣ ଭାବୁଛୁ କାଲିର ଜୀବନ ସେ ଯନ୍ତ୍ର ପଛରେ ଗଲେ ସରଳ ହୋଇଯିବ? ନାରୀ ମଣିଷ, ସରଳ ତୋହର କାଲିର ଜୀବନ ଭାବୁଅଛୁ କିରେ ସତେ, ତୁ କଣ କାଲିର ଜୀବନ ସରଳ ହୋଇଯିବ ବୋଲି ଭାବୁଛୁ? ନା, ଦଜା କରି ଟିକେ ଆଣୁଛୁ କିରେ ତୋହର ସ୍ମୃତି ପଥେ। ତ ଦଜା କରି ଟିକେ ଆଣୁଅଛୁ କିରେ ତୋହର ସ୍ମୃତି ପଥେ, ତୋର ସ୍ମୃତି ପଥରେ। ତ ଏଠାରେ ପିଲାମାନେ ସ୍ମୃତିର ଯୋଉ ଅଛି ଆମର ସ୍ମୃତି ଥାଏ ନା ନାଇଁ, ଯୋଉ ଆମର ମନରେ କିଛି ଗୋଟେ ସ୍ମୃତି ପଥେ, ତ ଦୟାକରି ଟିକେ ତୁ ଆଣୁଅଛୁ କିରେ ତୋର ସ୍ମୃତି ପଥେ, ତୋ ମନରେ ଦୟାକରି ଟିକେ ତୁ ସେ ମାଟି ମାକୁ କଣ ତୁ ଦୟାକରି ଟିକେ ଆଣୁନାହୁଁ, ତୁ ମାଟି ମାକୁ ଟିକେ ମନେ ପକାଉନାହୁଁ। ତୁ ଭାବୁଛୁ ଯେ ଯନ୍ତ୍ର ପଛରେ ଗଲେ, କାଲି ଯନ୍ତ୍ର ପଛରେ ତୁ ଦୌଡ଼ିଲେ କଣ ତୋର କାଲିର ଜୀବନ ଭବିଷ୍ୟତ ଜୀବନ ତୋର ସରଳ ହୋଇଯିବ? ଗୋଟେ କଣ କହିଛନ୍ତି? ଜଳବର୍ଷିତ ହଲକର୍ଷିତ ଜମିର ସୁରବିଭାସ, ଘଡ଼ିକ ପାଇଁ କି ଅନ୍ତରେ ତୋର ଭରୁନାହିଁ ଉଲ୍ଲାସ। ତ ତୋତେ ଟିକେ ଦଜା ଲାଗୁନାହିଁ, ତୋତେ ଟିକେ ଦୁଃଖ ହେଉନାହିଁ ଯୋଉ ମାଟିକୁ ତୁ ଛାଡ଼ି ଦେଇ ଚାଲି ଯାଇଅଛୁ, କାଲିର ଜୀବନ ସରଳ ହୋଇଯିବ ବୋଲି ଭାବୁଛୁ? ତାକୁ ତ ଟିକେ ମନେ ପକା, ଯୋଉ ମାଟିକି ଜଳବର୍ଷିତ ହଲକର୍ଷିତ ଜମିର ସୁରବିଭାସ, ଯୋଉ ମାଟିରେ ଯେତେବେଳେ ଜଳ ବର୍ଷିତ, ଜଳ ଦ୍ୱାରା ବର୍ଷିତ, ଜଳ ବର୍ଷିତ, ହଲକର୍ଷିତ ପିଲାମାନେ ହଲ ଦ୍ୱାରା କର୍ଷିତ, ହଲକର୍ଷିତ। ତ ଜଳ ବର୍ଷିତ ହଲକର୍ଷିତ ଜମିର ସୁରବିଭାସ, ତ ଜଳ ବର୍ଷିତ ଜଳ ଦ୍ୱାରା ବର୍ଷିତ, ହଲକର୍ଷିତ ହଲ ଦ୍ୱାରା କର୍ଷିତ। ତ ଯେତେବେଳେ ଜମିରେ ତୁ କଣ ଆମେ କଣ କରୁ ମଣିଷ, ଯେତେବେଳେ ଜମିରେ ତୁ କଣ କରୁ, ଯେତେବେଳେ ଜଳ ବର୍ଷିତ ହୁଏ, ଜଳ ବର୍ଷା ହୋଇଥାଏ, ବର୍ଷାରେ ଯେତେବେଳେ ମାଟି ସୁଗନ୍ଧିତ ବାସ୍ନାରେ ବାସିଯାଏ, ଏବଂ ତାପରେ ଯେତେବେଳେ ହଲକୁ ଆମେ ମାନେ ଆମର ହଲ ଲଙ୍ଗଳ ନେଇକି ଆମେ ଯେତେବେଳେ ଜମିକୁ କଣ କର୍ଷଣ କରିଥାଉ, ଜମିକୁ ଯେତେବେଳେ ଆମେ ଚଷିଥାଉ, ଯେତେବେଳେ ଜଳ ବର୍ଷା ହୋଇଥାଏ ଏବଂ ଜମିକୁ ଯେତେବେଳେ ଆମେ ହଲ ବଳଦ ଲଙ୍ଗଳ ନେଇକି ଆମେ ଚଷିଥାଉ, ଚାଷ କରିଥାଉ, ସେହି ସମୟରେ ଯୋଉ ସେ ଜମିର ଯୋଉ ସୁରବିଭାସର ଅର୍ଥ ପିଲାମାନେ, ସୁରଭିର ଅର୍ଥ ସୁଗନ୍ଧ, ସୁରବିଭାସର ଅର୍ଥ ସୁଗନ୍ଧ ବାସ୍ନା। ସେ ଜମିର ସୁଗନ୍ଧ ବାସ୍ନା କି ଆନନ୍ଦ ଲାଗେ, ଘଡ଼ିକ ପାଇଁ ଅନ୍ତରେ ତୋର ଭରୁନାହିଁ ଉଲ୍ଲାସ। ତ ସେଇ ଜମିର ଯୋଉ ସୁଗନ୍ଧିତ ବାସ୍ନା, ସେ ସୁରବିଭାସ ଘଡ଼ିକ ପାଇଁ ମଧ୍ୟ, ଟିକେ ପାଇଁ ମଧ୍ୟ ତୋ ମନରେ, ତୋ ଅନ୍ତରରେ ଟିକେ ମଧ୍ୟ ଆନନ୍ଦ ଭରୁନାହିଁ କି? କହିଛନ୍ତି ଏଠାରେ କବି। ଯୋଉ ଜଳବର୍ଷିତ ହଲକର୍ଷିତ ଯେତେବେଳେ ଆମେ ଜମିକୁ ଚାଷ କରୁ ଏବଂ ହଲ ଦ୍ୱାରା ଆମେ ଲଙ୍ଗଳ ଦ୍ୱାରା ଚାଷ କରିଥାଉ, ସେଠାରୁ ଗୋଟେ ସୁଗନ୍ଧିତ ବାସ୍ନା ବାହାରେ। ପ୍ରଥମେ ଯେତେବେଳେ ପାଣି ପଡେ ଜମିରେ ଏବଂ ଆମେ ଯେତେବେଳେ ଜମିକୁ ଚାଷ କରିଥାଉ, ସେ ସୁଗନ୍ଧିତ ବାସ୍ନା ବାହାରେ, ବହୁତ ମନକୁ ଆନନ୍ଦିତ କରିଦିଏ। ତ ଏଠାରେ କବି କହିଛନ୍ତି ଯେ ରେ ମଣିଷ, ତୋତେ ଘଡ଼ିକ ପାଇଁ ଟିକିକ ପାଇଁ କ୍ଷଣିକ ପାଇଁ କଣ ତୋର ଅନ୍ତରରେ ଉଲ୍ଲାସ ଆନନ୍ଦ ଭରି ଦେଉ ନାହିଁ? କଣ କହିଛନ୍ତି? ସ୍ୱର୍ଣ୍ଣ ଧାନର ବିଭା,
दंडक लगी बक्षे चक्षे तोहर दिशी जाऊ ना कि रे मनीष जेते बेले तू से जमी को चाष करिकी सेठारे सुनार फसल देखाई दे सुनार धान स्वर्ण धान रे विवाह विवाह पिला माने एटारे घड़िक अल्प क्षण बा अल्प समय विवाहर अर्थ सौंदर्य बा दीप्ति स्वर्णर अर्थ सुना दंडकर अर्थ अल्प समय बा अल्प क्षण तो एठारे कहिसंती कवि जे स्वर्ण धानर विवाह से सुनार फसल से सुनार धान र सौंदर्य रे जेते बेले एतटा जाक स्वर्ण धानर विवाहे स्वर्ण धान जेते बेले सुनार फसल रे जेते बेले आम बिल परिपूर्ण हो जाई थाए से सुनार फसल रे जेते बेले क्षत सौंदर्यमय देखा जाए दंडक लगी अल्प क्षणिक लगी अल्प समझ लगी तोर आखि को ताहा देखा जाउनी कि केते सुंदर देखा जाउछि तोते देखा जाउ नहीं नहीं कि सुंदर दिसे नहीं हमर ताहा तोते जणा जाउ नहीं एटा कवि एठारे कहिसंती तो आमे कहवाकू गले एटारे कवि कहिसंती जे से मनीष को सचेतन करिसंती जे रे मनीष कोन तोर माटीमा कांदुजी तोर घर कांदुजी काहे कि ना तोर खेत कोन वृक्ष शुष्क होई पड़ी रहिछि एवं तू जहा को भाबुछु सरल जीवन यंत्रपाती को तू जहा को सरल होइबो तो कालीर जीवन बोली भाबुछु तू कोन दया करी टिके सेई माटीमा को तू मने पका आ जल वर्षित हल कर्षित जो जेते बेले आमे हल लंगल करी जेते बेले आमे सुगंधित वासना पाई थाउ से जमीरु हमकु केते आनंद देई थाए एवं स्वर्ण धानर विवाह स्वर्ण धानर जो सौंदर्य हमकु केते कोन आनंदित कर दे थाए दंडे मध्य तते तो आखि को देखा जाउनी कि एटार मनीष को से सचेतन करिसंती मनीष को चेतावनी दैछंती जे यंत्र पछरे गरे कोन हबो आ माटी मा को तो धरि रखिले कोन हबो ठीक अछि पिला माने एटारे हमर आज भागवान को आम एठी समाप्त करिछु एवं आज किछि प्रश्न रहिछि तो किछि प्रश्नावली हमर अछि पिला माने तो एबे हम आलोचना करबा मो आलोचना करबा हम आलोच्य विषय प्रसंग भाग 1 रे जहा पढिला तार प्रश्नावली पिला माने माटीर मनीष कवितार कवि किए गणनायक राधा मोहन गणनायक हां बहुत सुंदर उत्तर बहुत सुंदर राधामोहन गणनायक नहीं माटीर मनीष कवितार कवि राधामोहन गणनायक तो द्वितीय प्रश्न पिला माने राधामोहन गणनायक केउठारे जन्म ग्रहण करथिले अनुगुड़ जिल्लार कलंडापाड़ ग्राम रे बहुत सुंदर झिया बहुत सुंदर बहुत बढ़िया राधामोहन गणनायक अनुगुल जिल्लार कलंडापाल ग्राम रे जन्म ग्रहण करथिले तापरे से केउ कविता संकलन पई केंद्र साहित्य एकेडमी पुरस्कार लाभ करिसंती सूर्य अंधकार कविता संकलन पई बहुत सुंदर झियो बस बहुत सुंदर सूर्य अंधकार कविता संकलन पई केंद्र साहित्य एकेडमी पुरस्कार लाभ करिसंती तापरे माटीरा मनुष्य कविताटी केउ कविता संकलन रु आनित काव्य नायिका बहुत सुंदर काव्य नायिका संकलन रु आनित बहुत सुंदर माटीर मनीष कविताटी काव्य नायिका संकलन रु आनित तापरे पिला माने आधुनिक मनीष कोन पई चिंता करिवार शक्ति हराई बसिछि बोली कवि आशंका करिसंती आधुनिक मनीष कोन पई बहुत सुंदर आधुनिक मनुष्य यंत्र पाई बा यांत्रिक मोहरे से अंध हो जाइछि एवं निजर चिंता करिवार शक्ति हराई बसिछि हो ना नहीं तापरे शूद्र एठी जे पिला माने एटा रुद्र दानव रूपे कवि काहाको विवेचना करिसंती रुद्र दानव रूपे कवि काहाको विवेचना करिसंती यंत्र को औज ना को कवि यंत्र को बहुत सुंदर कवि यंत्र को रुद्र दानव रूपे विवेचना करिसंती यंत्र को रुद्र दानव कहा जाउछि ना एठार राक्षस नहीं भयंकर राक्षस लोहार फौज बोली काहाकू कहा जाइछि लोहार फौज काहाकू कहा जाइछि बहुत सुंदर यंत्र को तो भाई यंत्र रे कोन जो यंत्रपात्री जो कल कारखाना जो लगी थाए कौन लगी थाए कि यंत्रांश गुड़िक से जो कल कारखाना लगी यंत्रांश गुड़िक नहीं
कलकारखाना लोह निर्मित जो नहीं जंत्र समूह को विभिन्न विभिन्न जंत्रपाति नहीं जंत्र निर्मित होता ना नहीं कलकारखाना विभिन्न लोह निर्मित जंत्र समूह को नहीं कलकारखाना निर्मित तो से लोह निर्मित जंत्र समूह को नहीं कौन जो कलकारखाना निर्मित होता है लुहार फौज बोली कहुई कलकारखाना आकाश को कौन छाड़ुची धुआं धुआं बहुत सुंदर धुआं बहुत सुंदर कलकारखाना गुड़िक आकाश को बहु परिमाण धुआं छाड़ुचंती तापरे पिला माने मलिना ए माटी कहिबारे कविंकर उद्देश्य कौन माटी को मलिना जो कहुई कविंकर उद्देश्य एठार कवि कौन दर्शाइबा पई चाहिचंती मलिना ए माटी कहिबारे कविंक उद्देश्य कौन मलिना ए माटी यांत्रिक सभ्यता मोहरे कौन होइछि मनुष्य अंध होई जाइछि एवं से पल्ली विमुखी साजितिबा संतान मानक दुखरे पल्ली जननी मुख मध्य मलिन पड़ी जाइछि तेणु कवि गाँ माटी को मलिना माटी बोली कहिसंती माने कोन लोक माने पल्ली विमुख होइचंती पल्ली विमुखर अर्थ पल्ली को छाड़ी गाँ को छाड़ी से माने सहराभिमुखी होइचंती शहर को से जाउचंती तो पल्ली को से पासरी देउचंती तो पल्ली को छाड़ी जो संतान माने गाँर संतान माने चली जाउचंती ता दुखरे पल्ली जननी मुख मलिन पड़ी जाइछि नै कवि माटी को कहा सहित तुलना करिसंती माँ ओ कवि माटी हाँ जीवनदात्री बहुत सुंदर वेरी गुड कवि माटी को माँ और जीवनदात्री सहित तुलना करिसंती माटी किपरि पड़िछि बोली कवि कहिसंती माटी क्यों बोली आलोचना कला माटी क्यों भाली पड़ी रहिछि माटी किपरि पड़िछि बोली कवि कहिसंती माटी माँ ऊर्ध्वमुखी होई पड़ी रही ऊर्ध्वमुखी होई कर्कश और शुष्क तो होई ऊर्ध्वमुखी ऊपर को कौन ऊपर मुहा होई कौन मलिना होई ऊपर मुहा होई मलिना होई पड़ी रही माटी ठीक अच्छे कर्कश और शुष्क भी होई सेटा भी हबो हला तो तापर हमर जो अछि कवि चिता सहित काहा को तुलना करिसंती कवि चिता सहित काहा को तुलना करिसंती हमर यो कवि राधामोहन कवि चिता चिता सहित काहाको जंत्र को बहुत सुंदर कवि चिता सहित जंत्र को तुलना करिसंती ठीक अछि प्लान बहुत सुंदर तापर एटा सेनेहर गद्य रूप के कहि परिबो पिला माने सेनेहर गद्य रूप स्नेह भक्त जेपरि भक्त सेनेहर हां वेरी गुड के कहउतलो बहुत सुंदर सेनेहर स्नेह हां बहुत बढ़िया स्नेहर स्नेह तापर आमे देखिबा दुईटी लेखा प्रतिशब्द कहइबो ठीक अछि लिखिबो एठी दानव दानवर प्रतिशब्द कोन हबो दानवर प्रतिशब्द कोन हबो राक्षस हां बहुत सुंदर वेरी गुड गोटे आउटे को हां राक्षस गोटे आउटे दत्य बा राक्षस हला दानवर दत्य भी कहा जाए एवं राक्षस भी कहा जाए मनुष्यर दुईटी प्रतिशब्द कहला पिला माने हाँ हाँ वेरी गुड हाँ हाँ मानव नर मानव बहुत सुंदर नर मानव तापर नभर प्रतिशब्द दुईटा कहला आकाश नभ नभ आकाश आकाश सुंदर आउ गोटे कह किए कहि परिबो आकाश बा गगन गगन बहुत सुंदर नहीं बहुत सुंदर आकाश गगन तापरे हमर अछि स्तंभ मिलन करबा पिला माने एटा तो तुम समस्त जानि पारिबो एटा बहुत इंटरेस्टिंग अछि हला चित्तर कोटा चित्त एटी क स्तंभ अछि एटी ख स्तंभ अछि क स्तंभ को ख स्तंभ सहित मिलाइबो चित्तर कोन हबो कह जल्दी चित्तर कह बहुत सिंपल अछि कह देबे मु गुटे कह चेष्टा कर चित्त गहने कौन चित्त गहने तापरे मथार कौन हम पिला माने मथा मथार कोटा को जीव मथा मथार तोली तोली मथा तोली तोली बहुत सुंदर बहुत तोली मथार तोली तापरे रुद्रर कौन हम रुद्र दानव दानव बहुत
बहुत सुंदर झियो बहुत सुंदर रुद्र दानव नहीं रुद्र दानव तापरे लोहार लोहार फौज 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 वेरी गुड 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 फौज तापरे हाँ फौज भीमर भैरव भीमर भैरव नहीं भीमर हाँ, भैरव बढ़िया। हाँ बढ़िया भीमर भैरव तो एटा तुमर कौन प्रश्न हमर आलोचित प्रश्न तापरे तुमको गृह कार्य मु देउची एटा तुमे खातारे लेखि नियो टिपि नियो एवं राधामोहन गंडायकर अनन्य कृति गुड़िक संग्रह करी पढ़ एटा तुमे लेखि नियो राधामोहन गंडायकर अनन्य कृति गुड़िक तुम संग्रह करके तुमे पढ़िबो तुम लाइब्रेरी को जाई सेटारे राधामोहन गंडायकर जो कृति जो कविता है काव्य कविता माने तुम सेटा संग्रह करिवो एवं पठन करिवो ठीक अछि लेखि नियो पिला माने खातारे टिपि नियो ठीक अछि धन्यवाद।